ସାବିତ୍ରୀ ବ୍ରତ କଥା। ଭଗବାନ ଶ୍ରୀକୃଷ୍ଣ ନିଜେ ସକଳ ବ୍ରତର କାରଣ ଅଟନ୍ତି। ଯୁଧିଷ୍ଠିର ଦିନେ ତାଙ୍କ ସଖା ଶ୍ରୀକୃଷ୍ଣଙ୍କୁ ପଚାରିଲେ, ଜଗତର ମଙ୍ଗଳ ପାଇଁ ନାରୀମାନେ କେଉଁ ବ୍ରତ ପାଳନ କଲେ ସବୁଦିନ ପାଇଁ ସୁଖୀ ହୋଇ ରହିପାରିବେ? ନାରୀମାନଙ୍କର ଶଙ୍ଖା ସିନ୍ଦୁର ବଜ୍ର, କୋଳରେ ଶିଶୁ, ସୌଭାଗ୍ୟବତୀ, ଧନବତୀ, ପତିବ୍ରତା ଓ ସତୀ ହୋଇ ରହିପାରିବେ। ବିଧବା ନ ହୋଇ ସ୍ୱର୍ଗ ପ୍ରାପ୍ତି ହୋଇ ରହିପାରିବେ। ଧର୍ମରାଜ ଯୁଧିଷ୍ଠିରଙ୍କ କଥା ଶୁଣି ଶ୍ରୀକୃଷ୍ଣ ହସି କହିଲେ, ସଧବା ନାରୀମାନଙ୍କର ସବୁ ବ୍ରତ ମଧ୍ୟରେ ସାବିତ୍ରୀ ବ୍ରତ ଶ୍ରେଷ୍ଠ ଅଟେ। ଜ୍ୟେଷ୍ଠ ମାସର କୃଷ୍ଣପକ୍ଷ ଅମାବାସ୍ୟାରେ ଏହି ବ୍ରତ ପଡ଼ିଥାଏ। ବ୍ରତର ଫଳସ୍ୱରୂପ ମର୍ତ୍ତ୍ୟରେ ସୁଖ ମିଳେ। ଯୁଧିଷ୍ଠିରଙ୍କ ଏକଥା ଶୁଣି ଶ୍ରୀକୃଷ୍ଣ ପଚାରିଲେ, ପ୍ରଭୁ, ଏହି ବ୍ରତ କେଉଁ ନାରୀ କରି କି ଫଳ ପାଇଛନ୍ତି? ଏହା ଶୁଣି ଶ୍ରୀକୃଷ୍ଣ କହିଛନ୍ତି, ମଧ୍ୟ ଦେଶର ରାଜା ଅଶ୍ୱପତି ଓ ତାଙ୍କ ରାଣୀଙ୍କ ନାମ କୌଶଲ୍ୟା। ରାଜା ଅଶ୍ୱପତିଙ୍କ ରାଜ୍ୟ ଧନଧାନ୍ୟରେ ପୂର୍ଣ୍ଣ ଥିଲା। ସେ ପ୍ରଜାବତ୍ସଳ ଥିଲେ ଓ ରାଜ୍ୟକୁ ନ୍ୟାୟରେ ପାଳନ କରୁଥିଲେ। ରାଜାଙ୍କ ପୁଅ କି ଝିଅ କେହି ନଥିଲେ। ସେଥିପାଇଁ ରାଜାରାଣୀ ବହୁତ ଚିନ୍ତିତ ଥିଲେ। ରାଜାରାଣୀ ବହୁତ ଦୁଃଖରେ କାଳ କାଟୁଥିଲେ। ସାଧୁ ପଣ୍ଡିତଙ୍କ ମତ ନେଇ ସାବିତ୍ରୀ ଯଜ୍ଞ କଲେ। 18 ବର୍ଷ ବିରତ ପୂଜା କଲେ। ହୋମାହୁତି କଲେ। ପୂର୍ଣ୍ଣାହୁତି ପୂର୍ବଦିନ ରାତ୍ରିରେ ରାଣୀ ଗୋଟିଏ ସ୍ୱପ୍ନ ଦେଖି ଖୁସି ହେଲେ। ଗୋଟିଏ ସୁନ୍ଦରୀ ଝିଅ ମା ହୋଇ ତାଙ୍କ କୋଳରେ ଖେଳୁଥିଲା। ସକାଳୁ ରାଣୀ ରାଜାଙ୍କୁ ଏକଥା କହିଲେ। ଉଭୟ ଚିନ୍ତାଗ୍ରସ୍ତ ହୋଇ ପୂର୍ଣ୍ଣାହୁତି ଦେଲେ। ଆହୁତି ଶେଷ ସମୟରେ ଅପୂର୍ବ ଜ୍ୟୋତିର୍ମୟୀ ଦେବୀ ଦେଖାଦେଇ କହିଲେ, ରାଜାରାଣୀ ଶୁଣ, ମୋର ନାମ ସାବିତ୍ରୀ ଅଟେ। ସ୍ରଷ୍ଟା ତୁମ ଭକ୍ତି ନିଷ୍ଠା ଦେଖି ବରଦାନ ଦେବାକୁ ନିର୍ଦ୍ଦେଶ ଦେଲେ। ମୁଁ ନିଜେ ଅତ୍ୟନ୍ତ ପ୍ରସନ୍ନ ହୋଇ ତୁମକୁ ବରଦାନ କଲି। ତୁମେ କନ୍ୟାରତ୍ନ ଲାଭ କରିବ। ପୁତ୍ରକୁ ମନ ବଳାଇବ ନାହିଁ। 100 ପୁତ୍ରର ସୁଖ ସେ କନ୍ୟା ତୁମକୁ ଦେବ। ସେ ଆଶ୍ଚର୍ଯ୍ୟ ହୋଇ ଚାହିଁଥିବା ସମୟରେ ଦେବୀ ଅନ୍ତର୍ଦ୍ଧାନ ହୋଇଗଲେ। ଯଜ୍ଞର ପୂର୍ଣ୍ଣାହୁତି ସାରି ଯେ ଯାହା ଗୃହକୁ ପ୍ରତ୍ୟାବର୍ତ୍ତନ କଲେ। ସ୍ୱପ୍ନରେ ଯାହା ଦେଖିଥିଲେ, ଭାବିଲେ ଏହା କ'ଣ ସତ୍ୟ ହେବ? ଅଳ୍ପ କିଛି ଦିନ ପରେ ରାଣୀ ଗର୍ଭବତୀ ହେଲେ। ଠିକ୍ ସମୟ ବ୍ୟବଧାନରେ ଅମୃତ ଲଗ୍ନରେ ସ୍ୱର୍ଗ ସୁନ୍ଦରୀ କନ୍ୟା ରତ୍ନଟିଏ ରାଣୀଙ୍କ କୋଳରେ ଜନ୍ମ ନେଇଥିଲେ। ସାବିତ୍ରୀ ଯଜ୍ଞର ପୁଣ୍ୟ ଫଳରେ କନ୍ୟାଟି ଜନ୍ମଲାଭ କରିଥିଲା। ପିତାମାତା ପାତ୍ରମନ୍ତ୍ରୀମାନେ ତାଙ୍କର ନାମ ସାବିତ୍ରୀ ରଖିଲେ। ଶୁକ୍ଳ ପକ୍ଷର ଚାନ୍ଦ ଭଳି ସାବିତ୍ରୀ ଦିନକୁ ଦିନ ବଢ଼ିବାକୁ ଲାଗିଲେ। ବିବାହ ବୟସ ହୋଇଯିବାରୁ ପିତାମାତା ତାଙ୍କ ବିବାହର ନିମନ୍ତେ ଚିନ୍ତାମଗ୍ନ ହୋଇ ରହିଲେ। କନ୍ୟା ପାଇଁ ବର ନ ଖୋଜି ସ୍ୱୟଂବର କଲେ। ଯେତେ ଯୁବରାଜ ଆସିଲେ ସାବିତ୍ରୀଙ୍କ ତେଜଜ୍ୟୋତି ଦେଖି ପଳାଇଗଲେ। ସେମାନଙ୍କ ମନରେ ଭୟ ସୃଷ୍ଟି ହେଲା। ନିଜକୁ ଅଯୋଗ୍ୟ ମନେ କରି ଯେଝା ବାଟରେ ଯେଝା ଘରକୁ ଫେରିଲେ। ସ୍ୱୟଂବର ଭାଙ୍ଗିଗଲା। ରାଜାରାଣୀ ଚିନ୍ତାଗ୍ରସ୍ତ ହୋଇ ରହିଲେ। ଦିନେ ମାଣ୍ଡବ ଋଷି ରାଜନବରକୁ ଆସି ଭଲମନ୍ଦ ବାର୍ତ୍ତା ପଚାରି ସକଳ ବିଷୟ ଶୁଣି ଭାବିଚିନ୍ତି କହିଲେ, ହେ ରାଜନ୍, ସାବିତ୍ରୀ ନିଜର ସ୍ୱାମୀ ନିଜେ ବାଛି ତୁମକୁ କହିବ। ରାଜା ସାବିତ୍ରୀଙ୍କୁ ଅନୁମତି ଦେବାରୁ ସେ ରଥରେ ସଖୀମାନଙ୍କୁ ସାଥିରେ ନେଇ ଗିରି, ବନ, ରମ୍ୟ ତପୋବନ ଦେଖିଲେ। ତପୋବନ ଆଶ୍ରମରେ ଋଷିଙ୍କ ଗହଣରେ ଜଣେ ଦେବସୁଲଭ ସମ୍ଭ୍ରାନ୍ତ ଲକ୍ଷଣ ଯୁବକଙ୍କୁ ଦେଖି ଭଲ ପାଇ ସଖୀମାନଙ୍କ ଗହଣରେ ରାଜପ୍ରସାଦକୁ ଶୁଭରେ ଫେରିଲେ। ଏହି ସମୟରେ ନାରଦ ବୀଣାବାଦନ କରି ପହଞ୍ଚିବାରୁ ରାଜାରାଣୀ ମନପ୍ରାଣ ଢାଳି ନମସ୍କାର ହେଲେ। ସାବିତ୍ରୀ ପ୍ରଣିପାତ କଲେ। ନାରଦ ରାଜାଙ୍କୁ କହିଲେ, ଯେତେ ଶୀଘ୍ର ବିଧିବିଧାନ ଅନୁଯାୟୀ ବିବାହ ଦେଲେ ତୁମର ମହାପୁଣ୍ୟ ହେବ। ରାଜା ହାତ ଯୋଡ଼ି ସକଳ ବୃତ୍ତାନ୍ତ କହିଲେ। ସାବିତ୍ରୀ ସଙ୍ଗେ ସଙ୍ଗେ ମଥାନତ କରି ମତ ପ୍ରଦାନ କଲେ। ନାରଦ ନିମିଷେ ସ୍ଥିର ହୋଇ କହିଲେ, ପତି ବୋଲି ଯାହାକୁ ବିବାହ କରିବାକୁ ସ୍ଥିର କରିଛୁ, ନିଜ ଦୁର୍ଭାଗ୍ୟକୁ ବରଣ କରିଛୁ। ଏବେ ବି ଏହାର ପ୍ରତିକାର ଅଛି। ସେ କଥା ମନୁ ଅନ୍ତର କର। ବର୍ଷକ ମଧ୍ୟରେ ତୋ ସ୍ୱାମୀ ଯମପୁର ଯିବେ। ତୁ ନିଶ୍ଚୟ ବିଧବା ହେବୁ। ଏ ବାକ୍ୟ ସତ୍ୟ ଅଟେ। ରାଜା ଅଶ୍ୱପତି ଆଶ୍ଚର୍ଯ୍ୟ ହୋଇ ମିନତି ସହ କହିଲେ, ସେ ଯୁବକ ଜଣକ କିଏ ଓ ତାଙ୍କର ପରିଚୟ କ'ଣ? କି ପ୍ରତିକାର କଲେ ଦୁଃଖ ଯିବ?
ନାରଦ କହିଲେ, ହେ ରାଜନ୍, ମନ ଦେଇ ଶୁଣ। ସେ ଯୁବକ ଜଣକ ସାଲ୍ଲ ଦେଶର ରାଜା ଦ୍ୟୁମତ୍ସେନ ଓ ରାଣୀ ମାଳବିକାଙ୍କର ପୁତ୍ର ସତ୍ୟବାନ। କେହି ତାଙ୍କୁ ଚିତ୍ରସେନ ବୋଲି ଡାକନ୍ତି। ଭାଗ୍ୟ ସାଥ ନ ଦେବାରୁ ରାଜା ଦ୍ୟୁମତ୍ସେନ ଚକ୍ଷୁ ହରାଇ ରାଜ୍ୟରୁ ବିତାଡ଼ିତ ହେଲେ। ସତ୍ୟବାନ ଥିଲେ ଅଳ୍ପାୟୁଷ। ଆଜିଠାରୁ ତାଙ୍କର ମାତ୍ର 1 ବର୍ଷ ଆୟୁଷ ରହିଛି, ଯାହାଙ୍କୁ ସାବିତ୍ରୀ ବିବାହ କରିବାକୁ ସ୍ଥିର କରିଛି। ଏକଥା ଶୁଣି ରାଜାଙ୍କର ମଥା ଘୂରିଗଲା। ରାଜା କହିଲେ, ମୁଁ ଜାଣୁ ଜାଣୁ ତୋ ମଥାର ସିନ୍ଦୂର ଲିଭିବାର ଦେଖିପାରିବି ନାହିଁ। ତୁ ଏହାର ପ୍ରତିକାର କରି ଅନ୍ୟ ବର ଠିକ୍ କର। ସାବିତ୍ରୀ କହିଲେ, ମୁଁ ଯାହାକୁ ଠିକ୍ କରିଛି ମୁଁ ତାଙ୍କୁ ବିବାହ କରିବି, କିନ୍ତୁ ଲୋକାଚାର ଦୃଷ୍ଟିରୁ ମୁଁ ହେବି କନ୍ୟା, ସେ ହେବେ ବର। ମୁଁ ଯଦି ଅନ୍ୟ ପୁରୁଷକୁ ମନ ଦେବି ମୁଁ ଅସତୀ ହେବି। ମୁଁ ବିଧବା ହେଲେ ପଛେ ହେବି, କିନ୍ତୁ ଅସତୀ ହେବି ନାହିଁ। ସାବିତ୍ରୀଙ୍କ କଥା ଶୁଣି ନାରଦ କହିଲେ, ତୁମେ ମହାସତୀ ହୁଅ, ଜଗତରେ ତୁମର ଖ୍ୟାତି ରହୁ। ନାରଦ କହିଲେ, ହେ ରାଜନ୍, ତୁମେ ସାବିତ୍ରୀଙ୍କ ସହ ସତ୍ୟବାନଙ୍କର ବିବାହ ଆୟୋଜନ କର। ଶୁଭ ଲଗ୍ନରେ ସାବିତ୍ରୀଙ୍କ ସହ ସତ୍ୟବାନଙ୍କର ଧର୍ମକୁ ସାକ୍ଷୀ ରଖି ହସ୍ତଗଣ୍ଠି ପଡ଼ିଲା। ସାବିତ୍ରୀ ସ୍ୱାମୀ ଶ୍ୱଶୁରଙ୍କ ସେବା କରି ସ୍ନେହ ପ୍ରେମରେ ବୁଡ଼ି ଆନନ୍ଦରେ ସମୟ ବିତାଇଲେ। ଏମିତି କିଛି ଦିନ ଗଲାପରେ ନାରଦ ଯାହା କହିଥିଲେ ସାବିତ୍ରୀ ମନେ ରଖିଥିଲେ। ସତୀ ନାରୀର ପ୍ରଭୁ ଚଉବାହା, ବିପଦ ସମୟର ବନ୍ଧୁ ଅଟନ୍ତି, ଜୀବନର ରକ୍ଷକ, ଜନ୍ମ ମରଣର ନିୟନ୍ତ୍ରକ। ମନ ମଧ୍ୟରେ ଧ୍ୟାନ କରି ଲକ୍ଷ୍ମୀନାରାୟଣଙ୍କୁ ପୂଜା କଲେ। ଅମାବାସ୍ୟା ପଡ଼ିଲା। ସାବିତ୍ରୀଙ୍କ ମୁଖରେ ଭାଷା ନାହିଁ। ସତ୍ୟବାନ ବଣରେ କାଠ ସଂଗ୍ରହ କରି ଆଣିଲେ ସିନା ସଂସାର ଚଳିବ। ସାବିତ୍ରୀ କହିଲେ, ତୁମେ ଏକାକୀ ଯାଅ ନାହିଁ, ତୁମର ଏ ଦାସୀକୁ ତୁମ ସହ ଯିବା ପାଇଁ ଆଦେଶ କର। ସତ୍ୟବାନ କହିଲେ, ଏ ଘୋର ଦୁର୍ଗମ ବନପଥରେ ତୁମେ କିପରି ଯିବ? ତା ଛଡ଼ା ତୁମେ ଉପବାସ କରିଛ, ଯିବାକୁ ତୁମର ଶକ୍ତି ନାହିଁ। ସାବିତ୍ରୀ କହିଲେ, ତୁମେ ଶରୀର, ମୁଁ ହେଉଛି ଛାଇ। ଶରୀର ମଧ୍ୟରେ ଶକ୍ତି ଥାଏ, ଛାଇ ତାର ସାଥେ ସାଥେ ଯାଏ। ସତ୍ୟବାନ ନୀରବ ରହିଲେ। ନୀରବ ହେଉଛି ସମ୍ମତିର ଲକ୍ଷଣ। ଶାଶୁ ଶ୍ୱଶୁରଙ୍କ ଆଜ୍ଞା ନେଇ ସାବିତ୍ରୀ ସ୍ୱାମୀ ସତ୍ୟବାନଙ୍କ ସହ ବନକୁ ଗମନ କଲେ। ଘୋର ଅରଣ୍ୟରେ ସତ୍ୟବାନ ବୃକ୍ଷରେ ଆରୋହଣ କଲେ। କାଠ ହାଣିବା ସରିନାହିଁ, ତଳକୁ ଓହ୍ଲାଇ ଆସି କହିଲେ, ମୋ ମଥା ଘୂରାଇ ଦେଉଛି, ସବୁ ଅନ୍ଧାର ଦିଶୁଛି, ଚାଲିବା ପାଇଁ ଶକ୍ତି ନାହିଁ। ସାବିତ୍ରୀ ଏକଥା ଶୁଣି ଭୂମିରେ ପଣତ ପାରିଦେଲେ। ସ୍ୱାମୀଙ୍କୁ ତାଙ୍କ କୋଳରେ ମୁଣ୍ଡ ରଖି ଶୟନ କରିବାକୁ କହିଲେ। ଏହି ସମୟରେ ସତ୍ୟବାନ ଆଖି ବୁଜିଲେ, ଡାକିଲେ ଉତ୍ତର ଦେଲେନି। ଜୀବନର ଲକ୍ଷଣ ନାହିଁ। ସାବିତ୍ରୀ ରୋଦନ କଲେ, କାନନ କମ୍ପିଗଲା। ସ୍ୱାମୀ ଗୁଣକୁ ବାହୁନି ଡାକିଲେ, ଚକ୍ରଧର, ରକ୍ଷା କର। ଏହି ସମୟରେ ଛାୟା ପରି ଦେବମୂର୍ତ୍ତିଟିଏ ଉଭା ହେଲେ। ସାବିତ୍ରୀ ଆଶ୍ଚର୍ଯ୍ୟ ହୋଇ କିଏ ବୋଲି ପଚାରିଲେ। ଜ୍ୟୋତିର୍ମୟ ମୂର୍ତ୍ତି କହିଲେ, ମୁଁ ହେଉଛି ମୃତ୍ୟୁର ଦେବତା ଯମ, ଯାହାର ଆୟୁଷ ଶେଷ ହୋଇଯାଏ ମୁଁ ଦୂତଗଣ ପଠାଇ ତାହାକୁ ମୋ ପୁର ତତ୍କ୍ଷଣାତ୍ ନେଇଯାଏ। ତୁମେ ମହାସତୀ, ସ୍ୱାମୀଙ୍କୁ କୋଳରେ ଧରିଛ। ମୋର ଦୂତଗଣ ଡରି ପଳାଇଗଲେ, ତାର ଆୟୁଷ ଶେଷ ହୋଇଗଲା, ମୋର ନେବାର କିଛି ଦୋଷ ନାହିଁ। ସାବିତ୍ରୀ କହିଲେ, ଜନ୍ତୁପତି, ମୋ ପ୍ରତି ଦୟା କରନ୍ତୁ। ସ୍ୱାମୀଙ୍କ ପ୍ରାଣ ଯଦି ନେଇଯିବେ ମୁଁ କାହା ମୁଖ ଚାହିଁ ବଞ୍ଚିବି? ଯମ କହିଲେ, ସତୀ ଶୁଣ, ଜନ୍ମ ହେଲେ ମୃତ୍ୟୁ ଅଛି। ମୁଁ ସହଜ ରହୁଛି ମୃତ୍ୟୁର ଦେବତା, ମୋର ଦୟାମାୟା କିଛି ନାହିଁ। ସତ୍ୟବାନଙ୍କ ପ୍ରାଣ ଯମ ନେଇଯାଉଛନ୍ତି। ଖଣ୍ଡେ ଦୂରରେ ସାବିତ୍ରୀ ତାଙ୍କ ପଛେ ପଛେ ଆସୁଛନ୍ତି। ବୃଥାଟାରେ ମୋ ପଛେ ପଛେ କାହିଁକି ଆସୁଛ? ସାବିତ୍ରୀ କହିଲେ, ମୋ ସ୍ୱାମୀ ଯୁଆଡ଼େ ଯିବେ ମୁଁ ତାଙ୍କ ପଛେ ପଛେ ଯିବି, ମୋର କିଛି ରାସ୍ତା ନାହିଁ। ସାବିତ୍ରୀ କହିଲେ, ଆପଣ ମୋ କଥା ଶୁଣନ୍ତୁ, ଆପଣ ହେଉଛି ନିଜେ ଧର୍ମରାଜ। ଯମ କହିଲେ, ମୁଁ ତୁମ ପ୍ରତି ସନ୍ତୁଷ୍ଟ ହୋଇଛି। ସତ୍ୟବାନଙ୍କ ପ୍ରାଣ ବିନା ଯେଉଁ ବର ମାଗିବ ମୁଁ ସେ ବର ଦେବି। ସାବିତ୍ରୀ କହିଲେ, ମୋ ଶ୍ୱଶୁର ଅନ୍ଧ, ସେ ଦୃଷ୍ଟିଶକ୍ତି ଲଭନ୍ତୁ। ଯମରାଜ ତଥାସ୍ତୁ କହି ମହିଷୀ ପିଠିରେ ଗମନ କଲେ। କିଛି ବାଟ ଗଲାପରେ ଦେଖିଲେ ସାବିତ୍ରୀ ତାଙ୍କ ପଛେ ପଛେ ଆସୁଛନ୍ତି। ମୁଁ ତ ବର ଦେଲି, ତୁମେ ପୁଣି କାହିଁକି ମୋ ପଛେ ପଛେ ଆସୁଛ? ସାବିତ୍ରୀ କହିଲେ, ମୁଁ ପୁଣ୍ୟ କରିଥିଲି, ଆପଣଙ୍କୁ ନୟନେ ଦେଖି ମୋର ଜୀବନ ଧନ୍ୟ ହୋଇଗଲା। ତୁମକୁ ଛାଡ଼ି ଯିବାକୁ ମୋର ମନ ବଳୁନାହିଁ। ପୁଣି ଯମ ଖୁସି ହୋଇ କହିଲେ, ସତ୍ୟବାନଙ୍କ ପ୍ରାଣ ବିନା
ଆଉ ଯେଉଁ ବର ମାଗୁଛ ମାଗ। ସାବିତ୍ରୀ କହିଲେ ମୋ ଶ୍ୱଶୁର ରାଜ୍ୟ ଲାଭ କରନ୍ତୁ। ଯମରାଜ କହିଲେ ତା ହିଁ ହେଉ। ଯମରାଜ ପୁଣି ପଛକୁ ଚାହିଁ ଦେଖିଲେ ସାବିତ୍ରୀ ତାଙ୍କ ପଛେ ପଛେ ଆସୁଛନ୍ତି। ଯମଦେବ କହିଲେ ତୁମକୁ 2ଟି ବର ଦେଲି, ତୁମେ ପୁଣି କାହିଁକି ମୋ ପଛେ ପଛେ ଆସୁଛ? ସାବିତ୍ରୀ ଅତ୍ୟନ୍ତ ବିନୟ ସହକାରେ କହିଲେ ଆପଣ ତ ନ୍ୟାୟବନ୍ତ, ଆପଣ ନ୍ୟାୟ ଦେଲେ ନାହିଁ, ମୁଁ କେମିତି ଛାଡ଼ିବି? ମୋର ଶ୍ୱଶୁର ସିନା ଖୁସି ହେବେ, ମୋର ପିତା ବଡ଼ ଦୁଃଖୀ। ଝିଅ 2 କୂଳରୁ ହିତ କରେ, ସେଥିପାଇଁ ମୋର ଚିନ୍ତା। ତାଙ୍କ ଔରସରୁ ଶତପୁତ୍ର ଜନ୍ମଗ୍ରହଣ କରି ବଂଶ ଗୋତ୍ର ରକ୍ଷା କରନ୍ତୁ। ପିତା ଶ୍ୱଶୁର ଏକ, ସେଥିପାଇଁ ଏ ଭିକ୍ଷା ମାଗୁଛି। ଯମରାଜ ତଥାସ୍ତୁ ତା ହିଁ ହେଉ ବୋଲି କହି ଚାଲିଲେ। ଯମ କହିଲେ ଏବେ ଫେରିଯାଅ। ତୁମର ସତୀତ୍ୱ ବଳରେ ଏତେ ବାଟ ଆସିଲ, ଇଏ ହେଉଛି ଶେଷ ସୀମା। ତୁମେ ହେଉଛ ମୋର ଦେହୀ, ସେପାରି ସୀମାକୁ ଛୁଇଁବାକୁ ତୁମକୁ କେହି ଦେବେ ନାହିଁ। ଏଇଠୁ ମୁଁ ଅନ୍ତର୍ଦ୍ଧାନ ହୋଇଯିବି, ସେପଟେ ମହାଶୂନ୍ୟ, ମୋତେ ତୁମେ ଆଉ ପାଇବ ନାହିଁ। ତୁମେ ଏଇଠାରୁ ଫେରିଯାଅ। ସାବିତ୍ରୀ କହିଲେ ଠାକୁରେ, ମୁଁ ଏପାରି ସେପାରି କିଛି ଜାଣିନି, ଏ ଜୀବନ ଥାଇ ମୋର କି ଲାଭ? ଆପଣ ସୂର୍ଯ୍ୟଙ୍କର ପୁତ୍ର, ଆପଣଙ୍କ ତେଜରେ ମୋତେ ଜାଳି ଦିଅନ୍ତୁ, ନହେଲେ ପ୍ରଘଟ ହୋଇଯିବ। ଆପଣ ଗୋଟିଏ ଗୋଟିଏ ବର ଦେଇ ମୋତେ ମାୟାରେ ଏତେ ବାଟ ନେଇ ଆସିଲେ। ଅବଳା ପ୍ରତି ଅବିଚାର, ଏହା ଉଚିତ ନୁହେଁ। ଯମଦେବ କହିଲେ ତୁମେ ସତ୍ୟବାନଙ୍କ ଜୀବନ ବ୍ୟତୀତ ଯାହା ମାଗିପାର, ଆଉ କିଛି ଶୁଣିବିନି। ତୁରନ୍ତ ମାଗ, ମୁଁ ଚାଲିଯିବି। ଯମ ତରବର ହେବାରୁ ସାବିତ୍ରୀ ମାଗିଦେଲେ ସ୍ୱାମୀଙ୍କ ଔରସରୁ ମୋର 100 ପୁତ୍ର ହେବ। ଯମଦେବ ତଥାସ୍ତୁ କହି ଆଗକୁ ଚାଲିଲେ। ଯମଦେବ ରାଗି କହିଲେ ତୁମେ ମୋ ପଛରେ ପୁଣି କାହିଁକି ଆସୁଛ? ମୋଠାରେ ତୁମର ଆଉ ପ୍ରୟୋଜନ ନାହିଁ। ମୋର କଥା ଅମାନ୍ୟ କଲେ ପରିଣାମ ଭୋଗ କରିବ। ସାବିତ୍ରୀ ବିନୟତାର ସହ କହିଲେ ଆପଣ ଜଣେ ସଂଯମୀ ପୁରୁଷ, ଆପଣଙ୍କ ଠିକ୍ ରାଗ ଶୋଭାପାଏନି। ଆପଣ ନିଜ କଥା ନିଜେ ଭୁଲି ଚାଲିଯିବା ପାଇଁ କହୁଛନ୍ତି। ଆପଣ ଯେବେ ନିଜେ ନିଜର ସତ୍ୟ କଥା ପାଳନ ନ କରିବେ, ଆପଣ କି ଯଶ ଅର୍ଜନ କରିବେ? ସ୍ୱାମୀଙ୍କ ଔରସରୁ 100 ପୁତ୍ର ହେବା ପାଇଁ ଆପଣ ବର ଦେଇଛନ୍ତି, ପୁଣି ଆପଣ କିପରି ମୋ ସ୍ୱାମୀଙ୍କ ପ୍ରାଣ ନେଉଛନ୍ତି? ମୁଁ ସତୀ ନାରୀ ଅଟେ, ଏହା କିପରି ସମ୍ଭବ ହେବ? ମୁଁ କ'ଣ ଅନ୍ୟ ପ୍ରତି ବରଣ କରିବି? ଆପଣ ଯମଦେବ ଏହାର ଉତ୍ତର ଦିଅନ୍ତୁ। ଯମଦେବ ଆଶ୍ଚର୍ଯ୍ୟ ହୋଇଗଲେ। ସେହି ସତ୍ୟରେଖା ପାଇଁ ନିରୁପାୟ ହୋଇ ସାବିତ୍ରୀକୁ ଚାହିଁ କହିଲେ ତୁମର ଜୟ ହୋଇଛି। ତୁମ ସତୀତ୍ୱ ବଳରେ ତୁମେ ପୃଥିବୀରେ ଜିତିଲ। ବିଷ୍ଣୁ ଯେମିତି ମାୟା ବଳରେ ଜଗତକୁ ମୋହିତ କରନ୍ତି, ତୁମର ସତୀତ୍ୱ ମାୟାରେ ମୋତେ ମୋହିତ କରିଦେଲ। ପରୋକ୍ଷରେ ତୁମେ ସତ୍ୟବାନଙ୍କ ପ୍ରାଣ ମାଗିନେଲ। ମୁଁ ନିଷ୍ଠୁର ଯମ ବିଧିର ନିୟମ ଭଗ୍ନ କଲି। ତୁମର ସତୀତ୍ୱକୁ ଧନ୍ୟ, ମୁଁ ଅତ୍ୟନ୍ତ ପ୍ରସନ୍ନ ହେଲି। ଯମଦେବ ଦୀର୍ଘାୟୁ ବୋଲି ବର ଦେଲେ। ନିଦ୍ରାରୁ ଯେମିତି ଉଠନ୍ତି ତୁମର ପତିଦେବ ସେମିତି ଉଠି ବସିବେ। ସେ ସ୍ଥାନକୁ ଶୀଘ୍ର ଯାଅ, ସ୍ୱାମୀଙ୍କୁ କୋଳରେ ନିଅ। ତୁମର ଏ ଅମର କାହାଣୀ ଯୁଗ ଯୁଗକୁ ଥିବ। ସତୀର ପତିବ୍ରତା ଶକ୍ତି ଆଜି ମୃତ୍ୟୁକୁ ଜୟ କରିଛି। ସାବିତ୍ରୀ ପ୍ରଣାମ କଲେ। ଯମରାଜ ଅନ୍ତର୍ଦ୍ଧାନ ହୋଇଗଲେ।